ବୁଢ଼ା ଶଙ୍ଖାରୀ। ପ୍ରାୟ ଫଗୁଣ ମାସ ଶେଷ ସରିକି ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଗୋଟିଏ ଗାଁ ମଝିରେ ଯାଉଥିଲା। 60 ବରଷର ବୁଢ଼ା। ଦାନ୍ତ ଗୁଡ଼ାକ ସବୁ ପଡ଼ିଗଲାଣି। ମୁଣ୍ଡ ବାଳ ତେଣିକି ଥାଉ, ଛାତି ବାଳ ଗୁଡ଼ାକ ପାଚି ଧୋବ ଫରଫର ଦିଶୁଛି। ବୁଢ଼ା ମୁଣ୍ଡରେ ଗୋଟିଏ ଟୋକେଇ ଧୂଳିରେ ଆଣ୍ଠୁ ଯାକେ ବୁଡ଼ିଛି। ଅଷ୍ଟାଙ୍ଗ ଶରୀର ଝାଳରେ ବୁଡ଼ି ଗୋଡ଼ ବାଟେ ବହିଯାଉଛି। ଗାଁ ମୁଣ୍ଡରେ ଗୋଟିଏ ଘର, ପକ୍କା ପିଣ୍ଡା, 7 ଶ୍ରେଣିଆ ଛପର, ଜାଉଁଳି କବାଟ। ବୁଢ଼ା ସେଇ ପିଣ୍ଡାରେ ବୋଝଟି ଥୋଇଦେଇ ନଥ କରି ବସି ପଡ଼ିଲା। କିଛି କ୍ଷଣ ପରେ ସେ ଘରୁ ଗୋଟିଏ ଦାସୀ ବାହାରି ଆସିଲା। ଦାସୀ ବୁଢ଼ାକୁ ଚିହ୍ନେ, ପଚାରିଲା, କିହ ଶଙ୍ଖାରୀ ପୁଅ, ଶଙ୍ଖା ଆଣିଛ କି? ବୁଢ଼ା ଉତ୍ତର କଲା, ହଁ। ପୁଣି କହିଲା, ଝିଅ ଟୋପାଏ ପାଣି ଦିଅନ୍ତୁ। ବୁଢ଼ା ମଣିଷ, ଖରାରେ ତଣ୍ଟି ଶୁଖିଗଲାଣି। ଦାସୀ ପାଣି ଆଣିବାକୁ ଚାଲିଗଲା। କିଛି କ୍ଷଣ ପରେ ଲୋଟାଏ ପାଣି ଘେନି ଦାସୀ ଫେରିଆସି ବୁଢ଼ା ପାଖରେ ଥୋଇଲା। ବୁଢ଼ା ଉପରକୁ ଆଁ କରିଦେଇ ଢକ ଢକ କରି ଅଧ ଲୋଟାଏ ପାଣି ଟେକିଦେଲା। ପାଣି ପିଇସାରି ବୁଢ଼ା ଚୌରସ ନିଶ୍ୱାସଟିଏ ମୁହଁ ବାଟେ ପକେଇ କହିଲା କି, ଝିଅ ତୋର ବଡ଼ ଧରମ ହେଲା। ଦାସୀ କହିଲା କି, ହଉ ହେଲା ତ ହେଲା ପଛକେ, ଚାଲ ବହୁ ସାଆନ୍ତାଣୀ ଡାକୁଛନ୍ତି, କେମିତିକା ଶଙ୍ଖା ଅଛି ଦେଖିବେ। ବୁଢ଼ା ଟୋକେଇଟି ନେଇ ଉଠିଲା। ସଦର ଦରଜା ପାରି ହେଲେ ଭିତରେ ପକ୍କା, ସାମ୍ନାରେ ଚୌପାଢ଼ୀ, ବାଁ ପାଖକୁ ଭିତର ଆଡ଼ ଦୁଆର। ସେ ଦୁଆର ପାଖରେ ଓଢ଼ଣା ଦେଇ ବୋହୂଟିଏ ଛିଡ଼ା ହୋଇଥିଲା। ବୁଢ଼ା ଯାଇ ଟୋକେଇଟି ଥୋଇ ଛିଡ଼ା ହେଲା। ବୋହୂଟି ଧୀରେ ଧୀରେ ଦାସୀକି କହିଲେ କି ଶଙ୍ଖା ଅଛି ପଚାର ମ। ଦାସୀ ଟିକିଏ ମୁଖୁରା। ସେ କହିଲା କି, ଛି ମ, ବୁଢ଼ା ମଣିଷଟାକୁ ଏତେ ଲାଜ, ନିଜେ ଟୋକେଇରୁ ଆସି ଦେଖୁନାହଁ। କଥାଟା ମନକୁ ଆସିଲା। ବୋହୂଟି ଓଢ଼ଣା ଅଧେ ଟେକି ଦେଇ ମୁରୁକି ମୁରୁକି ହସି ହସିକା ବାହାରି ଆସି ଟୋକେଇ ପାଖରେ ଛିଡ଼ା ହେଲା। ବୋହୂଟିର ମୁହଁ ଦିଶିଗଲା। ମୁହଁଟି ଚକି କାଟିଦେଲା ପରି ଗୋଲ, ଆଉ ଚମ୍ପା ଫୁଲ ପରି ଗୋଲ। 4 ଆଙ୍ଗୁଳି ଓସାର ନାଲି ତହିଁରେ ମୟୂରକଣ୍ଟିଆ କସ୍ତା ଖଣ୍ଡିଏ ଗୋଇଠିଯାଏ ଶାଢ଼ୀ ଲମ୍ବିଛି। ତା ଭିତର ଦେଇ ବୋହୂଟିର କଞ୍ଚା ସୁନା ପରି ଗୋରା ଗୋଟିଏ ଚାଉଳର ଗଢ଼ା ଦେହଟି ଫୁଟି ଦିଶୁଛି। ବୁଢ଼ାର ଆଖି ପୁରି ଉଠିଲା। ଏତେ ସୁନ୍ଦର, ଏତେ ନିଜର ବୋହୂଟିଏ ସେ କେବେ ଦେଖିନି। ବୁଢ଼ା ଆଉ ଆଖି ଫେରାଇ ପାରିଲା ନାହିଁ। ଏକା ଧ୍ୟାନରେ ତାକୁ ଚାହିଁ ରହିଲା। ବୁଢ଼ାର ଇଚ୍ଛା କ'ଣ କହିବ ବୋଲି, କିନ୍ତୁ ପାଟିରୁ କଥା ଫୁଟିଲା ନାହିଁ। କେତେବେଳକେ ବୁଢ଼ା ମୁହଁ ଫିଟେଇ କହିଲେ କି, ମା, କି ଶଙ୍ଖା ନବୁ ନେ। ମା ବୋଲି ଡାକିଦେଲା କ୍ଷଣି ବୁଢ଼ାର ଛାତି କୁଣ୍ଢେ ମୋଟ ହୋଇଗଲା। ବୋହୂଟି ନାଜ ଛାଡ଼ି ଦେଇ କହିଲା କି, ଆସମାନ ତାର ଶଙ୍ଖା ଅଛି। ଉଃ, ଏତେ ମିଠା କଥା, ଏପରି କଥା ତ କେହି କହେ ନାହିଁ। ବୁଢ଼ା କାନରେ ସେ ସ୍ୱରଟା ଥରକୁ ଥର ବାଜିବାକୁ ଲାଗିଲା। ବୁଢ଼ା କହିଲା କି, ନା ମା, ରଙ୍ଗ ଝଲରି, ବଉଳ ଫୁଲିଆ, ବିଛାମାଳିଆ, ଚୂନ ଟିପି ଏଇ ସବୁ ଅଛି। ଏଇଥିରୁ ଯାହା ନବୁ ମାନେ, ମୁଁ ଆସମାନ ତାରା ତିଆରି ହେଲେ ଆଣିଦେବି। ବୋହୂଟି ଦେଖି ଦେଖି ମୁଠାଏ ଶଙ୍ଖା ପସନ୍ଦ କଲା। ତେବେ ସେ ମୁଠାକ ହାତକୁ ହବ କି ନାହିଁ କିଏ କହିବ। ଏଇ ସମୟରେ ବୁଢ଼ା କହିଲା କି, ଦେ ମା, ହାତ ଦେ, ମୁଁ ଶଙ୍ଖା କିଛି ଦିଏ। ବୋହୂଟି ହଠାତ୍ ହାତ ବଢ଼େଇ ଦେଉଛି ବା କିପରି ଟିକେ ଇତସ୍ତତ କଲା। ବୁଢ଼ା କହିଲା କି, ମା, ମୋତେ ନାଜ କରୁଛୁ? ମୁଁ ପରା ତ ପୁଅ, ପୁଅକୁ କ'ଣ ମା ନାଜ କରେ? ଦାସୀ ଏଇ ସମୟରେ ଠୋ ଠୋ କରି ହସି ଦେଇ କହିଲା କି, ବୋହୂ ସାଆନ୍ତାଣୀ, ଆଚ୍ଛା ଏ ବୁଢ଼ା ପୁଅଟିଏ ପାଇଲ ଏକା, ଏକା କପାଳ ତ। ବୋହୂଟି ପୁଣି ହସି ଦେଇ କହିଲା କି, ଦୂର୍। ବୋହୂଟି ହାତ ବଢ଼େଇ ଦେଲା। କେଡ଼େ ଟିକିଏ ହାତ, କେଡ଼େ ସୁନ୍ଦର ଗୋଲ, ଆଙ୍ଗୁଠି ଗୁଡ଼ିକ ଚମ୍ପା କଢ଼ି ପରି, ପାପୁଲିଟି ଟୁଲଟୁଲ ହେଉଛି। ଶଙ୍ଖା ଗୁଡ଼ିକ କି ସୁନ୍ଦର ଦିଶୁଛି। ଏ କ'ଣ ମଣିଷର ହାତ, ନା କେହି କାରିଗର ଠାକୁର ଗଢ଼ିଛି? ସେ ହାତକୁ ବୁଢ଼ା ତାର ମଳିଆ ରୁକ୍ଷ ହାତରେ ଧରିବାକୁ ସାହସ କଲାନି। ତାପରେ ବାଁ ହାତରେ ଥିର କରି ହାତଟି ଧରି ପରେ ଶଙ୍ଖା କିଛି କାଢ଼ିଲା। ଏ ହାତ ଶଙ୍ଖାରେ କାଳେ କଟିଯିବ, ରକତ ବାହାରି ପଡ଼ିବ ଯେ। ପୁଣି ଟିକେ ରହିଗଲା। ପୁଣି ଶଙ୍ଖାପଟଟି ଆଣି ଧୀରେ ଧୀରେ ଅତି ସନ୍ତର୍ପଣରେ, ଅତି ସାବଧାନତାର ସହିତ ସେ ପଟକ କିଛି ନେଲା। ସେ ହାତଟି ଧରିଥିବା ବେଳେ ବୁଢ଼ାର ଆନନ୍ଦର ସୀମା ରହୁନଥାଏ। ଯେପରି ତାର ଜୀବନର ସମସ୍ତ ସୁଖ, ସମସ୍ତ ଆଶା ସେଇଟାରେ ତୃପ୍ତି। ସେ ହାତକୁ ପୁଣି ଛାଡ଼ି ଦେବାକୁ ହେଲା।
ବୁଢ଼ା ଭାବିଲା କି ମୁଁ ପ୍ରତିଦିନ ଏଇପରି ଏ ହାତରେ ଶଙ୍ଖା ପିନ୍ଧାନ୍ତି କି? ଏହି ସମୟରେ ସେ ଘରର ସାନ୍ତାଣୀ ସେଠାରେ ଆସି ପହଞ୍ଚିଲେ। ଶାଶୁଙ୍କୁ ଦେଖି ବୋହୂଟି ଓଢ଼ଣା ଟାଣି ଦେଇ ପଳେଇଲା। ଶାଶୁ ଦାସୀକି ପଚାରିଲେ କି କିଲୋ ଶଙ୍ଖା କିଣୁଥିଲୁ କି? ଦାସୀ କହିଲା ହଁ, ବୋଉ ସାନ୍ତାଣୀ ଏଇ ମୁଠାକ ନେବେ ବୋଲି କହୁଛନ୍ତି। ଶାଶୁ କହିଲେ ଦାମ କେତେ? ବୁଢ଼ା କହିଲା ଶଙ୍ଖା ମୁଠାକ କି ଦାମ? ଶାଶୁ କହିଲେ କି ଫେର କେତେ ଦେବି? ବୁଢ଼ା କହିଲା ମାଠୁ ମୁଁ କ'ଣ ଦାମ ନେବି? ଦାସୀ ହସି ହସି କହିଲେ କି ସେଇ ପିଲାଟି ବୋହୂ ସାନ୍ତାଣୀଙ୍କ ପୁଅ ହୋଇଛି। ଶାଶୁ ବି ହସିଲେ। ଆଚ୍ଛା, ଏଥର ଦାମ ନେଇଥାଅ, ଆଉ ଥରକୁ ପଛେ ଖାଲି ଦେଇଯିବ, ତମେ ଗରିବ ଲୋକ। ବୁଢ଼ା କହିଲା କି ନା ନା, ମୋ ମାଆକୁ ମୁଁ ତ ଦେଇଛି, ମୁଁ ଆଉ ଦାମ ନେବି ନାହିଁ। ଶଙ୍ଖା ମୁଠାକ ଲାଗି ମୁଁ କ'ଣ ଗରିବ ହୋଇଯିବି? ଏହା କହି ଶଙ୍ଖା ମୁଠାକ ରଖିଦେଇ ବୋଝଟି ଧରି ଏକା ବେଳକେ ଚାଲିଗଲା। ଆଉ ଡାକିଲେ ଶୁଣିଲା ନାହିଁ। ଦାସୀ ପଛରେ ଗୋଡ଼େଇ ଗୋଡ଼େଇ ଗଲା, କିନ୍ତୁ ସେ ଆଉ ପଛକୁ ଫେରି ଚାହିଁଲାନି। ସେଇ ଦିନଠୁ ହିଁ ସେ ବୁଢ଼ା ଶଙ୍ଖାରୀ 2 ଦିନେ 3 ଦିନେ ସେଇ ଗାଁକୁ ଆସେ। ଶଙ୍ଖାଟା କ'ଣ ଗୋଟେ ନୀତିଦିନିଆ ଦରବ ଯେ ଲୋକ ରୋଜ କିଣିବେ? ସକାଳେ ଅକାଳେ ପୁନେଇ ପରବରେ ସିନା କିଏ ନୂଆ ଶଙ୍ଖା ଖୋଜେ। ବୁଢ଼ାଟା ଖାଲି ଘର ଘର ବୁଲି ଫେରିଯାଏ। କିନ୍ତୁ ଶଙ୍ଖା ବିକ୍ରି ତ ବୁଢ଼ାର ଉଦ୍ଦେଶ୍ୟ ନୁହେଁ। ସିଏ ଆସେ ତାର ସେଇ ନିଜ ମାଆଟିକୁ ଦେଖିବା ପାଇଁ। ଯେଉଁଦିନ ଆସେ କାହାରିକୁ ନ କହି ଦୁଆର ଯାକେ ଚାଲି ଆସେ। ବୋଝ ରଖିବାକୁ ହୁଏ ନାହିଁ। ଖାଲି ପାଟି କରି ଡାକିଦିଏ ନୂଆ ଶଙ୍ଖା ନବ? ତା ପାଟି ଶୁଣିଲା କ୍ଷଣି ବୋହୂଟି କୁଆଡ଼େ ଥାଏ ଆସି ଦୁଆର ପାଖରେ ଟିକେ ଛିଡ଼ା ହୁଏ। ବୁଢ଼ାଟି ଅନାଏ। ଚାହିଁ ଦେଲା କ୍ଷଣି ବୁଢ଼ାର ମନ ପୁରି ଉଠେ। ପଚାରେ ମା ଆଉ ଶଙ୍ଖା ନବୁ? ବୁଢ଼ାର ଇଚ୍ଛା କାଳେ ନବାକୁ କହିବ, ତାହେଲେ ତା ମାର ଚମ୍ପା ଫୁଲିଆ ସୁନ୍ଦର ହାତଟିରେ ସେ ଶଙ୍ଖା କିଛି ଦବ। କିନ୍ତୁ ବୋହୂଟି ମୁଣ୍ଡ ହଲେଇ ଦିଏ। ବୁଢ଼ା ଫେରି ଚାଲେ। ଦିନେ ଦିନେ ଯଦି ବୋହୂଟିର ଆସିବାକୁ ଡେରି ହୁଏ, ସେ ଦାସୀଟି ହୁରି କରିଦିଏ ବୋହୂ ସାନ୍ତାଣୀ, ଏଇଟି ତୁମ ପୁଅ ଆଇଲାଣି। ବୁଢ଼ା 2 ଥର ନୂଆ ଶଙ୍ଖା ନବୁ ବୋଲି ଡାକିଲାରୁ ତା ମାଆଟି ଆସି ଛିଡ଼ା ହୁଏ। ବୁଢ଼ା ଯେଉଁଦିନ ଆସେ ପ୍ରାୟ ଏଇ କଥା, ଏଇ ଅଭିନୟ ନୀତି। ବୁଢ଼ା ଫେରିଲା ବେଳକୁ ଭାବେ ମାର ଆସମାନ ତାରାର ଶଙ୍ଖା ଉପରେ ମନ, କେବେ ସେଥିରୁ ମୁଠାଏ ଆଣିଦେବି। ଶେଷରେ ଠିକ୍ କଲା ଆସନ୍ତା ରଜ ସଂକ୍ରାନ୍ତି ବେଳକୁ ଯୁଆଡ଼େ ହେଲେ ବି ମା ଲାଗି ଆସମାନ ତାରା ମୁଠାଏ ଆଣିବି। ମା ନୂଆ ଶଙ୍ଖା ନାଇବ, ମୋତେ ହାତ ଦେଖେଇବ, ମୁଁ ଶଙ୍ଖା କିଛି ଦେବି। ଏହା ଭାବିଲା କ୍ଷଣି ବୁଢ଼ାର ମନ ଭାରି ଉତ୍ଫୁଲ୍ଲ ହୋଇଯାଏ। ବୁଢ଼ା ରଜ ସଂକ୍ରାନ୍ତିକୁ ଚାହିଁ ରହିଥାଏ। ରଜ ସଂକ୍ରାନ୍ତିଟି ଏଥର ତା ଭାରି ଆନନ୍ଦର ଦିନ। ତା ମା ଲାଗି ସେ ଆସମାନ ତାରା ଶଙ୍ଖା ଆଣିବ। ମା କେଡ଼େ ଖୁସି ହବ। ବୈଶାଖ ମାସ ହେଲା। ବୁଢ଼ା ଲୋକ, ଏଥିରେ ଖରାରେ ରୋଜ ବାଟ ଚଲା, ପାଣି ପିଆ ସହିଲା ନାହିଁ। ବୁଢ଼ାକୁ ଜ୍ୱର ହେଲା। ଦେଖୁ ଦେଖୁ ଭାରି ଜ୍ୱର, ଗୋଡ଼ ହାତ ଫୁଲିଗଲା। ସମସ୍ତେ କହିଲେ ଆଉ ବଞ୍ଚିବ ନାହିଁ। ବୁଢ଼ାର କିନ୍ତୁ ସେ ଦିଗକୁ ଭାବନା ନାହିଁ। ସେ ସବୁବେଳେ ଭାବୁଥାଏ ଯେ କେଉଁ ଦିନୁ ସେ ମାଆକୁ ଦେଖିବାକୁ ଯାଇନି। ସେଥିପାଇଁ ମନଟା ଆଉଟୁ ପାଉଟୁ ହେଉଥାଏ। ଦେଖୁ ଦେଖୁ ରଜ ସଂକ୍ରାନ୍ତି ଆସି ପାଖ ହୋଇଗଲା। ବୁଢ଼ା 2 ମାସ ହେଲା ମାଆକୁ ଦେଖି ଯାଇନି। ଚାଲିପାରୁଥିଲେ ଯେମିତି ହେଲେ ବି ଦେଖି ଆସିଥାନ୍ତା। କିନ୍ତୁ ରଜକୁ ତ ଆସମାନ ତାରା ଶଙ୍ଖା ମୁଠାଏ ନିଶ୍ଚୟ ଦେବାକୁ ହବ। ବୁଢ଼ା ଅନେକ କଷ୍ଟରେ ଉଠି ବସି ନିଜ ହାତରେ ଶଙ୍ଖା ତିଆରି କଲା। ଆଉ କେହି କରିଦେଲେ କାଳେ ମା ମନକୁ ନ ଆସିବ। 60 ବର୍ଷ କାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେତେ ହାତ ସଫେଇ ହାସଲ କରିଥିଲା ସବୁ ସେଥିରେ ଲଗେଇଲା। ଦିନକର କାମ 4 ଦିନ ଲାଗୁ ପଛକେ କାମଟି କେମିତି ସରସ ହେଉ। ରଜ 2 ଦିନ ଥାଇ କାମ ନିକାଶ ହେଲା। ମନ ଘେନି ଫଳ। ଏପରି ଗଢ଼ଣରେ ଶଙ୍ଖା ତା ଜୀବନରେ ତା ହାତରେ ସେ କେବେ ଉତୁରେଇ ନଥିଲା। ଶଙ୍ଖା ଦେଖି ବୁଢ଼ାର ମନ ଭାରି ଖୁସି। ତା ମା ହାତକୁ ଏ ଶଙ୍ଖା ମୁଠିକ ଖୁବ୍ ମାନିବ। ରଜ ଆଗ ଦିନ ପହିଲି ରଜ। ଆଜି ନୂଆ ବୋହୂ ନୂଆ ଶାଢ଼ୀ ପିନ୍ଧନ୍ତି। ରାତି ସାରା ବୁଢ଼ାର ନିଦ ନାହିଁ। ସକାଳୁ ଉଠି ବୁଢ଼ା ଭାବିଲା ମୁଁ ତ ଚାଲିପାରୁନି, କ'ଣ କରିବି? ଆଉ କିଏ ନେଇଗଲେ ତ ହବ ନାହିଁ। ମାଆକୁ ଢେର ଦିନ ଦେଖିନି। ସତେ କ'ଣ ଆଉ ବଞ୍ଚିବି ଯେ? ଥରେ ଦେଖି ଆସେ। ଆଉ ମାର ସେଇ ହାତରେ ଶଙ୍ଖା କିଛି ଦେବି। ମାର ହାତଟି ମନେ ପଡ଼ିଗଲା କ୍ଷଣି ବୁଢ଼ାର ଗଦାଏ ବଳ ଆସିଲା।
ବୁଢ଼ା ସଅଳ ସଅଳ ମୁଠାଏ ଖାଇଦେଇ ଶଙ୍ଖାମୁଠିକ ଗାମୁଛାରେ ବାନ୍ଧି ବାହାରିଲା। ଅତି କଷ୍ଟରେ ଭଡ଼ାଏ ଭଡ଼ାଏ ପାଦ ପକେଇ ଚାଲିଥାଏ। 5 କୋଶ ବାଟ ପହଞ୍ଚିଲା ବେଳକୁ ବେଳ ଗଡ଼ିଗଲାଣି। ବୁଢ଼ା ଯାଇ ଯେଉଁଠାରେ ଛିଡ଼ା ହୋଇ ଡାକୁଥିଲା ସେଇଠାରେ ଛିଡ଼ା ହେଲା। ମନରେ କେତେ ଆନନ୍ଦ, କେତେ ଉତ୍ସାହ। ଡାକିଲା, ଶଙ୍ଖା ନବ? କେହି ଶୁଣିଲେନି। ପୁଣି ଡାକିଲା, ମାଲୋ ଶଙ୍ଖା ନବୁ ପରା? ତେବେ ବି କେହି ଆସିଲେନି। ବୁଢ଼ା ଅଧୀର ହୋଇପଡ଼ିଲା। 2 ଥର ଡାକି ସାରିଲାଣି, କେହି ଜବାବ ପଦେ ଦଉନାହାନ୍ତି। ଥରେ ଡାକିଲେ ତ ତା ମା ତାର ଆସି ଦୁଆର ବନ୍ଧ ପାଖରେ ଛିଡ଼ା ହୋଇଯାଉଥିଲା। ପୁଣି ଡାକିଲା, ମା ମୁଁ ଆସିଛି, ଶଙ୍ଖା ଆଣିଛି ତୋ ପାଇଁ। ଏଇଥର ସାଆନ୍ତାଣୀ ନିଜେ ବାହାରି ଆସିଲେ। ତାଙ୍କ ପଛେ ପଛେ ସେଇ ଦାସୀ। ସାଆନ୍ତାଣୀକୁ ଦେଖି ବୁଢ଼ା କହିଲେ କି ମୋ ମା କାହିଁ? ମୁଁ ତା ପାଇଁ ଆସମାନ ତାରା ଶଙ୍ଖା ଆଣିଛି, ରଜରେ ପିନ୍ଧିବ। ଦାସୀ ତ ଏତେବେଳକୁ ହୁରି କମ୍ପେଇ ଦିଅନ୍ତାଣି। ସେ କିଛି କହିଲା ନାହିଁ। ସାଆନ୍ତାଣୀ ଧୀରେ ଧୀରେ କହିଲେ କି ନା, ଶଙ୍ଖା ଲୋଡ଼ା ନାହିଁ। ବୁଢ଼ା କହିଲେ କି ନା ନା, ମୁଁ ମୋ ମା ଲାଗି ବଡ଼ ସରଧାରେ ଆଣିଛି। ସାଆନ୍ତାଣୀ କହିଲେ କି ଯା ଯା, ଶଙ୍ଖା କେହି ନେବେନି। ବୁଢ଼ା କହିଲେ କି ହଉ, ଶଙ୍ଖା ନ ନେଲେ ନାହିଁ। ମୋ ମାକୁ ଥରେ ଡାକିଦିଅ, ମୁଁ ଦେଖିବି। କେଉଁ ଦିନରୁ ଦେଖି ନାହିଁ। ସାଆନ୍ତାଣୀ କହିଲେ କି ଦେଖା ହୋଇପାରିବ ନାହିଁ। ବୁଢ଼ା ମୁଣ୍ଡରେ ବଜ୍ର ପଡ଼ିଲା। ଦେଖା ହୋଇପାରିବ ନାହିଁ? ମୋ ମାକୁ ମୁଁ ଥରେ ଦେଖିପାରିବି ନାହିଁ? ବୁଢ଼ାର ଆଖି ଛଳଛଳ ହୋଇ ଉଠିଲା। ସେ କାନ୍ଦ କାନ୍ଦ ହୋଇ କହିଲା କି ଥରୁଟିଏ ଦେଖିବି, ଆଉ ମୁଁ ବଞ୍ଚିବି ନାହିଁ। ସାଆନ୍ତାଣୀ ଦାସୀକୁ କହିଲେ କି ଯା, ବୋହୂକୁ ଟିକେ ଡାକିଦେ। ଦାସୀ ଚାଲିଗଲା। କିଛି କ୍ଷଣ ପରେ ବୋହୂ ଆସି ଦୁଆର ପାଖେ ଛିଡ଼ା ହେଲା। ସେଇଠି ସେ ସବୁଦିନ ଛିଡ଼ା ହୁଏ। ଆସିଲା ବେଳକୁ ଝୁମୁରୁ ଝୁମୁରୁ ହୋଇ ଚାଲି ଆସେ। ଛିଡ଼ା ହୋଇ ବୁଢ଼ାକୁ ଚାହିଁ ଦିଏ। ତାର ହସ ହସ ମୁହଁଟି ଦେଖି ବୁଢ଼ାର ଆନନ୍ଦର ସୀମା ରହେ ନାହିଁ। ଆଜି ନିଃଶବ୍ଦରେ ଆସି ଛିଡ଼ା ହେଲା। ସେ 4 ଆଙ୍ଗୁଳି ଲେଖାଏ ନାଲି ଶାଢ଼ୀ ନାହିଁ, କି କୁମ୍ଭ କିନାରୀ ଦକ୍ଷିଣ ପାଟ ନାହିଁ। ଗୋଡ଼ 2ଟା ଲଙ୍ଗଳା, ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା। ବୁଢ଼ାର ଆଖି ଦେହ ଥରି ଉଠିଲା, ମୁଣ୍ଡ ଘୂରିଗଲା। ବୁଢ଼ା ଆଖି ବୁଜି ପକେଇଲା। ପୁଣି ଚାହିଁଦେଲା ବେଳକୁ ତାର ସେଇ ହାତଟି ଦିଶିଲା। ହାତରେ କିଛି ନାହିଁ। ବୁଢ଼ା ଭୋ ଭୋ କରି ରଡ଼ି କରି ଉଠିଲା। ବୁଢ଼ା କହିଲା କି ମା ମା। ବୁଢ଼ା ଆଉ କହିପାରିଲା ନାହିଁ। ଗାମୁଛାରୁ ତାର ବଡ଼ ଯତ୍ନରେ ବଡ଼ ସରଧାର ଶଙ୍ଖାମୁଠିକ ଫିଟେଇ ବାହାରେ ଫୋପାଡ଼ି କଚାଡ଼ି ଦେଲା। ଶଙ୍ଖା ମୁଠାକ ଯାକ ଚୂନା ହୋଇଗଲା। ତହୁଁ ସେ ଏକାମୁହାଁ ହୋଇ ଫେରି ଚାଲିଗଲା। ଦାସୀ ଆଉ ଶାଶୁ ରଡ଼ି କରି ଉଠିଲେ।